ମୋଦିଙ୍କ ଉପରେ ବର୍ଷିଲେ ମମତା। ପଶ୍ଚିମବଙ୍ଗ ସରକାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ କଟୁ ସମାଲୋଚନା ପରେ ତାତିଗଲେ ଦିଦି। ପ୍ରେସ୍ମିଟ୍ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ଆଉ ସିଧା ନିଶାନା କରି କହିଛନ୍ତି ବିଜେପି ଅପରେସନ୍ ସିନ୍ଦୁର ନାଁରେ ରାଜନୈତିକ ହୋଲି ଖେଳୁଛି, ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। ଯେତେବେଳେ ସାରା ଦେଶ ଅପରେସନ୍ ସିନ୍ଦୁର ସପକ୍ଷରେ ଛିଡ଼ା ହେଉଛି, ଆଉ ପ୍ରତିନିଧି ଦଳ ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ସ୍ୱର ଉଠାଇବାକୁ ଯାଇଛନ୍ତି, ସେତେବେଳେ ଏମାନେ ଅପରେସନ୍ ବେଙ୍ଗଲ କରିବେ ବୋଲି କହୁଛନ୍ତି। ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କିଛି ହୋଇନପାରେ। ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇ ମମତା କହିଛନ୍ତି, ଦମ୍ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କର। ଆମେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ। ମୋଦି ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ବରଂ ବିଜେପି ସଭାପତି ଭାବରେ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରୁଛନ୍ତି। ମୋଦି ପଶ୍ଚିମବଙ୍ଗର ମହିଳାଙ୍କୁ ଅପମାନିତ କରୁଛନ୍ତି। ଯେତେବେଳେ ଆମ ସାଂସଦ ବିଦେଶ ବୁଲି ଦେଶର ଅପରେସନ୍ ସିନ୍ଦୁର ନେଇ ଗୁଣଗାନ କରୁଛନ୍ତି, ଠିକ୍ ସେତେବେଳେ ମୋଦି ବେଙ୍ଗଲ ଆସି ପଶ୍ଚିମବଙ୍ଗ ସରକାରଙ୍କୁ ଅପମାନିତ କରିବାକୁ ପଛାଉନାହାନ୍ତି। ଏହା କି ପ୍ରକାରର ରାଜନୀତି ବୋଲି ମମତା ପ୍ରଶ୍ନ କରିଥିବା ବେଳେ ପହଲଗାମ ହମଲାର ଆତଙ୍କୀମାନେ ଏବେ କେଉଁଠି ଅଛନ୍ତି, ସେମାନଙ୍କୁ ଧରାଗଲାଣି କି ବୋଲି ପ୍ରଶ୍ନ କରିଛନ୍ତି ଦିଦି। ଏଥିସହ ଏକ ଖୋଲା ବିତର୍କର ଆହ୍ୱାନ ମଧ୍ୟ ଦେଇଛନ୍ତି। ପ୍ରସଙ୍ଗ ନେଇ ଟିଭି ଡିବେଟ୍ କରିବାକୁ ଦିଦି ଆହ୍ୱାନ କରିଥିବା ବେଳେ ମୋଦିଙ୍କୁ ତାଙ୍କ ଟେଲିପ୍ରମ୍ପଟର ନେଇ ଆସିବାକୁ ମଧ୍ୟ କହିଛନ୍ତି। ବ୍ୟୁରୋ ରିପୋର୍ଟ, ନିସର୍ତ୍ତ ନ୍ୟୁଜ୍।